ମୁଁ ତ ଏବେ କିଛି ଲେଖି ବି ପାରିବିନି କି କିଛି ଖାଇ ବି ପାରିବିନି, ମୋ ଦେହରେ ଯନ୍ତ୍ରଣା ବି ହେଉଛି। ବହୁତ ଖୁସିରେ ଘରୁ ପରୀକ୍ଷା ଦେବାକୁ ଯାଉଥିଲେ ଦୁଇ ସାଙ୍ଗ। କିଏ ଜାଣିଥିଲା ପରୀକ୍ଷାର ତୃତୀୟ ଦିନରେ ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏମିତି ପ୍ରଶ୍ନ ଉଠିବ ବୋଲି। କିଛି ଅମାନିଆ ଯୁବକଙ୍କ ବାଇକ୍ ଦୁର୍ଘଟଣାରେ ଛିଣ୍ଡି ପଡ଼ିଲା ଜଣେ ଛାତ୍ରଙ୍କ ଆଙ୍ଗୁଳି, ଅନ୍ୟ ଜଣେ ଛାତ୍ରୀଙ୍କର ଭାଙ୍ଗିଲା ଗୋଡ଼। ଦୀର୍ଘଦିନର ଅପେକ୍ଷା ପରେ ମେଡିକାଲ ବେଡ୍ରେ ଚିକିତ୍ସିତ ଛାତ୍ରୀ ଘରକୁ ଫେରିଛି ସତ, କିନ୍ତୁ ଘରେ ବସି କଇଁ କଇଁ ହୋଇ କାନ୍ଦୁଛି। କହୁଛି, ବାପା, ମୋ ଭବିଷ୍ୟତ ଅନ୍ଧାର ହେଇଗଲା। କେତେବେଳେ କିଛି ଗୁଣୁଗୁଣୁ ହେଇ କହୁଛି ତ କେତେବେଳେ ନୀରବ ହେଇ ବସିଯାଉଛି, ଆଉ କେତେବେଳେ ଭୋ ଭୋ ହେଇ କାନ୍ଦି ଉଠୁଛି। ଛାତ୍ରୀ ଦୁଇ ଜଣଙ୍କୁ ନ୍ୟାୟ ପ୍ରଦାନ ସହିତ ଭବିଷ୍ୟତ ଶିକ୍ଷାକୁ ନେଇ ଆଜି ଗାଁ ଦାଣ୍ଡ ଲୋକାରଣ୍ୟ ହୋଇଯାଇଛି। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଭଣା ପଞ୍ଚାୟତର ଦୁଇ ଛାତ୍ରୀଙ୍କ ଦୁର୍ଘଟଣା ଘଟଣା।